ଆଜିର ବ୍ଲଗ୍ଟି ସନ୍ଧ୍ୟାର ଚାହା ପାଖରୁ ମୁଁ ଆରମ୍ଭ କରିଥିଲି। ଏଇଟା ସନ୍ଧ୍ୟା ସମୟର ଭିଡ଼ିଓଟି। ସନ୍ଧ୍ୟାବେଳେ ସମସ୍ତେ ଗୋଟେ କ୍ଷୀର ଚାହା ପିଅନ୍ତି, ତ ମୁଁ କ୍ଷୀର ଚାହା ଏଠି ପ୍ରିପେୟାର କରିଦେଇଥିଲି। ତା ସହିତ କାଲି ପାଇଁ ମୁଁ ଗରମ ଭାତ କରିଦେଇଥିଲି, ପଖାଳିଥିଲି। ଆମେ ପଖାଳ ଭାତ ତାପର ଖାଇବୁ। ଏଠି ପରିବା କଟା ପାଇଁ ସବୁ ଥୁଆ ହେଇଛି। ତା ସହିତ ମୋର ଫେଭରେଟ୍ ମହାଭାରତ ବି ଚାଲିଛି, ଯେଉଁଟା ମୋତେ ବହୁତ ପସନ୍ଦ। ମୋତେ ମାଇଥୋଲୋଜିକାଲ ସିରିଏଲ୍ ଓ ମୁଭି ବହୁତ ଭଲ ଲାଗେ। ଏଠି ଚାହା ରେଡ଼ି ହେଇଯାଇଛି। ଆକ୍ଚୁଆଲି ମୁଁ ଆଜି ଭିଡ଼ିଓଟି ରିକୁନର କିଛି ବଦମାସି ଦେଖିବା ପାଇଁ ଆପଣଙ୍କୁ ପାଇଁ କରିଛି। ମୁଁ ମୋ ଚ୍ୟାନେଲ୍ ନା ରିକୁନ୍ସ ମାମା ଲେଖିଛି। ରିକୁନର କିଛି ବଦମାସି ଦେଖନ୍ତୁ ସବୁବେଳେ ସେ କରୁଥାଏ। ତା ସହିତ ମୁଁ ଡିନରରେ ଲାଉ ଡାଲମା କରୁଥିଲି। ଲାଉକୁ ମୁଁ ନର୍ମାଲ ଫୁଟଣ ଦେଇ, ରସୁଣ ଦେଇ, ଲୁଣ, ହଳଦୀ ଆଉ ଜିରା ଗୁଣ୍ଡ ଦେଇକି ମୁଗ ପକାଇକି ଡାଲମା କରିଦିଏ। କାରଣ ଲାଉଟା ବହୁତ ହେଲ୍ଦି ପରିବା, ୱେଟ୍ ଲସ୍ ହଉ, ଡାଇବେଟିସ୍ ହଉ, ତା'ର ବହୁତ ବେନିଫିଟ୍ ଥାଏ। ସେଥିପାଇଁ କିଛି ମସଲା ଦରକାର ନାହିଁ, ନର୍ମାଲ ଏମିତି କରିଦେଲେ ବହୁତ ଟେଷ୍ଟ ଲାଗିଥାଏ। ତ ଲାଉ ଆମ ଘରେ ସପ୍ତାହକୁ ନିହାତି ଥରଟେ ହେଇଥାଏ। ଏଠି ଦେଖନ୍ତୁ ରିକୁନ ତା'ର ବଦମାସି ସହିତ ଝରକା ପଟେ ଅପେକ୍ଷା କରିଛି କେତେବେଳେ ବାବା ଆସିବେ। ଏଇଠି ଦେଖନ୍ତୁ ରିକୁନ ପଡ଼ି ଯାଇଥିଲା, ତ ସେଇ ଜାଗାଟାକୁ ଯେପର୍ଯ୍ୟନ୍ତ ମାଡ଼ ନ ହେଇଛି ସେ ଯାଉନି। ତା ଜେଜେଙ୍କୁ ଡାକିଛି, ସେ ସେଠି ବାଡ଼େଇଲେ, ତାପରେ ରିକୁନକୁ ସେ ନେଇକି ଗଲେ। ଦେଖନ୍ତୁ ସେ କେତେ ବଦମାସି କରୁଛି। ବର୍ଷା ପରେ ବାହାରଟା ଟିକେ ଥଣ୍ଡା ଲାଗୁଥିଲା, ସେ ଗୋଟାକୁ ରିକୁନ ଠିଆ ହେଇ ଦେଖୁଥିଲା। ଏଠି ଦେଖନ୍ତୁ ରିକୁନ କେମିତି ତା'ର ବଦମାସି ଚଲେଇଛି। ମୋତେ କହିଲା ପାଣି ପିଇବ, ପାଣି ପିଉଛି, ତାକୁ ନେଇକି ବେସିନରେ କେମିତି ପୋଛକିନା ପକାଉଛି। ଏଇଭଳିଆ ବଦମାସି ଦିନ ସାରା ସେ କରୁଥାଏ। ଯେପର୍ଯ୍ୟନ୍ତ ସକାଳୁ ସେ ଉଠିଛି ରାତିରେ ଶୋଇବା ପର୍ଯ୍ୟନ୍ତ ଏମିତି ବଦମାସି କରେ। ତା'ର ଏ ବଦମାସି ଯୋଗୁଁ ଆମ ଘରଟା ସବୁବେଳେ ହସ ଖୁସିରେ ଭରିଥାଏ। ଯେବେ ସେ ଶୋଇପଡ଼େ ଘରଟା ବହୁତ ଖାଁ ଖାଁ ଲାଗେ। ତ ଏ ବଦମାସି ହିଁ ଆମ ଘରକୁ ସବୁବେଳେ ହରା ଭରା ରଖେ। ଆପଣଙ୍କ ଘରେ ଯଦି ଛୋଟ ଛୁଆ ଥିବେ ସେମାନେ ବି ଏମିତି ବଦମାସି କରୁଥିବେ। ତ ଏଠି ସେ ପରିବା ସବୁ ପକାଇ ଦେଇଥିଲା, ତା ଭିତରେ ମୋ ଲାଉ ଡାଲମା ହେଇଗଲା। ତା ଦେହରେ ମୁଁ ନର୍ମାଲ ଭଜା ଜିରା ଗୁଣ୍ଡ ଟିକେ ପକାଇ ଦେଇଛି। ଏଠି ଦେଖନ୍ତୁ ଆସିଗଲେ ରିକୁନର ପାପାଙ୍କୁ ଦେଖି ସେ ବହୁତ ଖୁସି। ତା ଅପେକ୍ଷାର ଅନ୍ତ ହେଲା। ଯଦି ଆପଣମାନଙ୍କୁ ଯଦି ମୋ ଭିଡ଼ିଓ ଭଲ ଲାଗୁଛି ଦୟାକରି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହୁଛି, ନମସ୍କାର, ଜୟ ଜଗନ୍ନାଥ।